ସ୍ୱାମୀଙ୍କର ମୋର ଆଜି ଟିକେ ସନ୍ଧ୍ୟାବେଳେ ମାର୍କେଟ ବାହାରିଥିଲୁ। ଯିବା ପୂର୍ବରୁ ଶୀତ ବସ୍ତ୍ର ସବୁ ଆଜି ପିନ୍ଧି ଦେଇଥିଲୁ। ଶୀତ ପାଇଁ ଏଠି ନିଆଁ ମଧ୍ୟ ଜଳାଯାଉଛି। ମାର୍କେଟରୁ ଅଳ୍ପ କିଛି ଜିନିଷ କିଣାକିଣି କରିକି ବାହାରି ପଡୁଥିଲୁ ଆମେ ରୁମକୁ। ଯାଇକି ଆଗ ପିଇ ଦେଇଥିଲି ଗରମ ଗରମ ଚାହା, କାରଣ ବାହାରେ ବହୁତ ଜୋରରେ ଥଣ୍ଡା ପଡୁଥିଲା। ବାବୁ ଏଠି କେତେ ଜିନିଷ ସବୁ ବ୍ୟାଗରେ ପ୍ୟାକିଂ କରୁଛନ୍ତି, ତ ବ୍ୟସ୍ତ ହୁଅନ୍ତୁନି, ତାଙ୍କର ଟିଡି ଆସିଛି। ରାତିରୁ ହିଁ ସବୁ ବ୍ୟାଗ ପ୍ୟାକିଂ କରାଯାଇଥିଲା, କାରଣ ସକାଳୁ ବାହାରିକି ଯିବାର ଥିଲା। କୋବି ଛିଞ୍ଚେଡାକୁ ରୁମାଲ ରୁଟି ଆଜି ରାତିରେ ଖିଆ ଯାଇଥିଲା। ସକାଳୁ ସକାଳୁ ଛତୁଆ ଚକଡିକି ସ୍ୱାମୀକି ଦିଆଯାଇଥିଲା। ଠିକରେ ଜଣା ନାହିଁ କେତେ ଦିନ ପାଇଁ ଯାଉଛନ୍ତି, କିନ୍ତୁ ସତରେ ସାଙ୍ଗମାନେ ବହୁତ ଦୁଃଖ ଲାଗୁଛି। ସାଙ୍ଗମାନେ ଆଜି ସତରେ ବହୁତ ବହୁତ ମତେ ଖୁସି ଲାଗୁଛି। ଜଣେ ଫୌଜିର ସ୍ତ୍ରୀ ହେଇଥିବାରୁ ମୁଁ ନିଜକୁ ବହୁତ ଗର୍ବ ଅନୁଭବ କରୁଛି। ଏମାନେ ଦେଶ ପାଇଁ କେତେ କଣ ସବୁ କରୁଛନ୍ତି, ନିଜ ପରିବାରଠୁ ମଧ୍ୟ ବର୍ଷ ବର୍ଷ ଧରି ଦୂରରେ ରହୁଛନ୍ତି। ଖୁସି ମନରେ ଆଜି ମୁଁ ତାଙ୍କୁ ବିଦାୟ ଦେଇଥିଲି। ଯୋଉ ଦିନ ଆସିବେ ସେ ବାଟକୁ ମୁଁ ଖୁସି ଖୁସିରେ ହିଁ ଯାଇ ରହିଥିବି। ଜୟ ଜଗନ୍ନାଥ, ହାପି ଜର୍ଣ୍ଣି ମାଇ ଲଭ୍।